परम प्रेममय श्री ठाकुर अनुकूल चंद्रଙ୍କ ଶ୍ରୀହସ୍ତଲିଖିତ ପବିତ୍ର ସତ୍ୟାନୁସରଣ ଗ୍ରନ୍ଥ ପାଠ। ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ। ସାବଧାନ ହୁଅ, ଠକିଯିବ। ତୁମର ଠାକୁରତ୍ୱ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ପ୍ରେମକୁ ପ୍ରାର୍ଥନା କର ଆଉ ହିଂସାକୁ ଦୂରକୁ ପରିହାର କର। ଜଗତ ତୁମ ଆଡ଼କୁ ଆକୃଷ୍ଟ ହେବ ହିଁ ହେବ। ତୁମ ମନରେ ସନ୍ନ୍ୟାସ ହେଉ। ସନ୍ନ୍ୟାସୀ ସାଜି ମିଛାମିଛି ବହୁରୂପୀ ହୋଇ ବସ ନାହିଁ। ତୁମର ମନ ସତ୍ରେ ବା ବ୍ରହ୍ମରେ ବିଚରଣ କରୁ, କିନ୍ତୁ ଶରୀରକୁ ଗେରୁଆ ବା ବିଭିନ୍ନ ରଙ୍ଗରେ ସଜାଇବାରେ ବ୍ୟସ୍ତ ହୁଅ ନାହିଁ। ତାହେଲେ ମନ ଶରୀରମୁଖୀ ହୋଇପଡ଼ିବ। ଅହଙ୍କାର ତ୍ୟାଗ କର, ସତ୍ ସ୍ୱରୂପରେ ଅବସ୍ଥାନ କରିପାରିବ। ପତିତକୁ ଉଦ୍ଧାର କଥା ଶୁଣାଅ, ଆଶା ଦିଅ, ଛଳେ ବଳେ କୌଶଳେ ତାର ଉନ୍ନୟନରେ ସାହାଯ୍ୟ କର। ସାହସ ଦିଅ, କିନ୍ତୁ ଉଚ୍ଛୃଙ୍ଖଳ ହେବାକୁ ଦିଅ ନାହିଁ। ଯଦି କୌଣସି ଦିନ ତୁମର ପ୍ରେମାସ୍ପଦକୁ ସର୍ବସ୍ୱ ବିକିଦେଇ ନିମଜ୍ଜିତ ହୋଇଥାଅ ଆଉ ଭାସି ଉଠିବାର ଆଶଙ୍କା ଦେଖ, ତେବେ ଜୋର କରି ତତ୍କ୍ଷଣାତ୍ ନିମଜ୍ଜିତ ହୋଇ ବିଗତ ପ୍ରାଣ ହୁଅ। ଦେଖିବ ପ୍ରେମାସ୍ପଦ କେତେ ସୁନ୍ଦର, କିପରି ଭାବରେ ତୁମକୁ ଆଲିଙ୍ଗନ କରିଅଛନ୍ତି। ଯଦି ଏତେ ଟିକକ ଲୋକନିନ୍ଦା, ଉପହାସ, ସ୍ୱଜନାରୋକ୍ତି, ସ୍ୱାର୍ଥହାନି, ଅନାଦର, ଆତ୍ମ ବା ପରଗଞ୍ଜନା ତୁମର ପ୍ରେମାସ୍ପଦଙ୍କ ଠାରୁ ତୁମକୁ ଦୂରରେ ରଖିପାରେ, ତେବେ ତୁମର ପ୍ରେମ କଥା କେତେ କ୍ଷୀଣ, ତା ନୁହେଁ କି? କୌଣସି କଥା ଆଜି ବୁଝିଛି, ପୁଣି କାଲି ବୁଝାଯାଉ ନାହିଁ। ପ୍ରହେଳିକା ଇତ୍ୟାଦି କହି ଶୃଗାଳ ସାଜ ନାହିଁ। କାରଣ ଇତର ଜନ୍ତୁମାନେ ମଧ୍ୟ ଯାହା ବୁଝନ୍ତି ତାହା ଭୁଲନ୍ତି ନାହିଁ। ତେଣୁ ଏହି ପ୍ରକାର କରିବାଟା ହିଁ ଦୁଷ୍ଟ ବା ଅସ୍ଥିର ବୁଦ୍ଧିର ପରିଚାୟକ। ଆଜି ଉପକୃତ ହୋଇଛି କହି କାଲି ପୁଣି ସ୍ୱାର୍ଥାନ୍ଧ ହୋଇ ଅପକୃତ ହେବାର ବାହାନା କରି ଅକୃତଜ୍ଞତାକୁ ଡାକି ଆଣ ନାହିଁ। ଏହାଠାରୁ ଇତରତା ଆଉ କ'ଣ ଅଛି? ତାକୁ ଜିଜ୍ଞାସା କର। ମୂର୍ଖତା ନଥିଲେ ଉପକୃତର କୁତ୍ସାର ଉପକାରୀକୁ ନିନ୍ଦିତ କରାଯାଏ ନାହିଁ। ଉପକାରୀ ଯେତେବେଳେ ଉପକୃତ ନିକଟରେ ବିଧ୍ୱସ୍ତ ହୁଏ, ସେତେବେଳେ ମୂଢ଼ ଅହଂ କୃତଜ୍ଞତା ରୂପକ ଅର୍ଗଳ ଭାଙ୍ଗି ଦମ୍ଭ କଣ୍ଟକାକୀର୍ଣ୍ଣ ଜୀର୍ଣ୍ଣ ମୃତ୍ୟୁପଥ ଉନ୍ମୁକ୍ତ କରେ। ଆଶ୍ରିତର ନିନ୍ଦାରେ ଯିଏ ଆଶ୍ରୟକୁ କୁତ୍ସିତ ବିବେଚନା କରନ୍ତି, ବିଶ୍ୱାସଘାତକତା ତାର ପଶ୍ଚାତ୍ ଅନୁସରଣ କରେ। ପ୍ରିୟଙ୍କ ପ୍ରତି ଭଲ ପାଇବା ବା ମଙ୍ଗଳ ବିହୀନ କର୍ମ କେବେ ହେଲେ ପ୍ରେମର ପରିଚାୟକ ନୁହେଁ। ଜୟ ଗୁରୁ, ଜୟ ଗୁରୁ।